ଆପଣ ତୃଷ୍ଣା को गोटे कमेंट करथिले जे आउ थरे हो आउ थरे बाहा हुअंतु କିନ୍ତୁ ସେଇଟା ଗୋଟେ ଭ୍ରମ ଥିଲା, ସେଇଟା ସେମିତି କିଛି ସତ୍ୟତା ନଥିଲା। ସେଇଟା ଗୋଟେ ଭ୍ରମ ଥିଲା, ସେଇଟା ସେମିତି କିଛି ସତ୍ୟତା ନଥିଲା। ଯଦି ତୃଷ୍ଣା ଦେଖୁଥିବେ ତାଙ୍କ ପାଇଁ କିଛି ମେସେଜ ଦେବେ? ଦେଖନ୍ତୁ କୃଷ୍ଣାଙ୍କୁ ମୁଁ ବ୍ୟକ୍ତିଗତ ଭାବେ ଏତିକି କହିବି ଯେ ଦେଖନ୍ତୁ ମଣିଷ ଜୀବନରେ ଅନେକ ସମସ୍ୟା ଆସେ। ଜଣେ ଯେ ଚାଲିଗଲେ ଜୀବନରେ ସବୁ ଶେଷ ହେଇଯିବ ଚରିଯିବ ତା ନୁହେଁ। ଆଉ ଆପଣ ସଂଘର୍ଷ କରନ୍ତୁ, ଆପଣଙ୍କର ବୟସ ଅଛି, ଆପଣ ଆଗକୁ ଆହୁରି ନିଶ୍ଚିତ ବଢ଼ିପାରିବେ। ଦୁତି ଚାନ୍ଦ ଆମ ସହିତ ଅଛନ୍ତି। ଏବେ ଗୋଟେ ଭାଇରାଲ ଆପଣଙ୍କ କମେଣ୍ଟକୁ ନେଇକି ଭାରି ଚର୍ଚ୍ଚା ଥିଲା ଆପଣଙ୍କର। ଆପଣ ତୃଷ୍ଣାଙ୍କୁ ଗୋଟେ କମେଣ୍ଟ କରିଥିଲେ ଯେ ଆउ ଥରେ ହଉ ଆउ ଥରେ ବାହା ହୁଅନ୍ତୁ ନହେଲେ ଆପଣ। ପ୍ରଥମ ତ କହିବି ସୋସିଆଲ ମିଡ଼ିଆର ଯେଉଁ କମେଣ୍ଟ ସେକ୍ସନ୍ ମୁଁ ୟୁଜ୍ କରେନି। ମୋର ଯିଏ ମ୍ୟାନେଜିଂ କରନ୍ତି ଇନଷ୍ଟା, ସିଏ ତାଙ୍କର ବ୍ୟକ୍ତିଗତ ଭାବେ ଗୋଟେ କମେଣ୍ଟ କରିଦେଇଥିଲେ କି ତୃଷ୍ଣାଙ୍କର ଯେଉଁ ବାର ନ୍ୟୁଜ୍ ଆସିଥିଲା ତାକୁ ଦେଖି ସେ କମେଣ୍ଟ କରିଥିଲେ କି ତୃଷ୍ଣା ତୁମେ ବ୍ୟସ୍ତ ହେବାର କିଛି ଆବଶ୍ୟକତା ନାହିଁ, କାରଣ ଜୀବନରେ ସମସ୍ତର ସମସ୍ୟା ଥାଏ, ସୁଖ ଦୁଃଖ ଆସିଥାଏ। ଆଉ ଆପଣ ଦ୍ୱିତୀୟ ବିବାହ କରିଦିଅନ୍ତୁ, ନହେଲେ ମୋ ପାଖକୁ ଆସି ମାନେ ମୋ ପାଖରେ ଆସି ରୁହନ୍ତୁ, ବହୁତ ଭଲ ରଖିବେ। କିନ୍ତୁ ଏଇ କମେଣ୍ଟ ସେ ତାର ବ୍ୟକ୍ତିଗତ ହିସାବରେ ଦେଇଥିଲା। ମୁଁ ଯେତେବେଳେ ଜାଣିନଥିଲି, କିନ୍ତୁ ସେଇଟା ନ୍ୟୁଜ୍ ଯେତେବେଳେ ପରିବେଷଣ ହେଲା ମୋତେ ବି କେହି ବି କଣ୍ଟାକ୍ଟ ବି କରିନାହାନ୍ତି, ମାନେ ଆପଣ ଏମିତି କମେଣ୍ଟ ଦେଇଛନ୍ତି କ'ଣ କରିଛନ୍ତି, କେହି ବି ମୋତେ କଲ୍ ବି କରିନଥିଲେ। ଆଉ ପରେ ଯେତେବେଳେ ଦେଖିଲି ନ୍ୟୁଜ୍ ଏମିତି ଭାଇରାଲ ହେଉଛି ବୋଲି, ତାପରେ ମୁଁ ମୋର ଯିଏ ଇନଷ୍ଟା ଯେ ମ୍ୟାନେଜିଂ କରୁଥିଲେ ସେ ପିଲାକୁ ଫୋନ୍ ଲଗେଇଲି। ମୁଁ କହିଲି ତୁ ଏମିତି ଗୋଟେ କିଛି କମେଣ୍ଟ ଦେଇଛୁ କି ମୋ ଆକାଉଣ୍ଟରୁ? ସେ କହିଲା ହଁ ସେଇଟା ଗୋଟେ ମଜାକରେ ଏମିତି ଆମେ ଦେଇଥିଲୁ। ମୁଁ ନା ତୋ ପାଇଁ ମଜାକ ହେଇପାରେ, ମୋ ପାଇଁ ବହୁତ ସିରିୟସନେସ୍ ହେଲା, ଆଉ ସେଇଟାକୁ ଜଲ୍ଦି ଡିଲିଟ୍ କର। ତାପରେ ସେ ଡିଲିଟ୍ କରିଛି କି ନାହିଁ ମୁଁ ତ କହିପାରିବିନି। ସେ କହିଲା ହଁ ମୁଁ କରିଦେଇଛି ବୋଲି। ତାପରେ ମୁଁ କହିଲି ସେଇ ଯେଉଁ ପୋଷ୍ଟରେ ଯେଉଁ ନ୍ୟୁଜ୍ ଭାଇରାଲ ହେଉଛି ତା ଦେହରେ ତୁ ଗୋଟେ କମେଣ୍ଟ ଦେଇକି କହ କି ଏଇଟା ମିଛ ବୋଲି, ଫର୍ଜ ବୋଲିକି। ତାପରେ ସେ ତାର ଦେଇଥିଲା, ମୋତେ ଦେଖେଇଥିଲା, ତା ସ୍କ୍ରିନଶଟ୍ ଦେଖେଇଥିଲା କି ହଁ ମୁଁ ତାକୁ ଅଲରେଡ଼ି ଦେଇସାରିଛି ବୋଲିକି। କିନ୍ତୁ ସେଇଟା ଗୋଟେ ଭ୍ରମ ଥିଲା, ସେଇଟା ସେମିତି କିଛି ସତ୍ୟତା ନଥିଲା। ମାନେ ଆପଣଙ୍କର ଏଥିରେ କିଛି ଇନଭଲଭମେଣ୍ଟ ନାହିଁ, କିନ୍ତୁ ଏତେ ବଡ଼ କଥା, ଏତେ ବଡ଼ ନ୍ୟୁଜ୍ ହେଇଗଲା। ଦେଖନ୍ତୁ ନ୍ୟୁଜ୍ ତ ଏଇଟା କୌଣସି ସାଟେଲାଇଟ୍ ବାଲା ତ ନ୍ୟୁଜ୍ କରିନନ୍ତି ନା। ଆପଣ ଜାଣିଥିବେ ଡିଜିଟାଲ ବାଲା କିଛି ନା କିଛି ନ୍ୟୁଜ୍ ଚାଲେ, ଅପପ୍ରଚାର ନ୍ୟୁଜ୍ ବି ଅନେକ ଚାଲେ। ଆଉ ସେମିତି କାରଣ ମୋର ଚେହେରା ଗୋଟେ ପବ୍ଲିକ୍ ଚେହେରା, ତ ପ୍ରତ୍ୟେକ ଜିନିଷ ଲୋକ ଫଲୋ କରନ୍ତି। ହୁଏତ କିଏ ଗୋଟେ ଏମିତି କରିଥାଇପାରେ, ମୁଁ କହିପାରିବିନି। ତୃଷ୍ଣାଙ୍କ ସହିତ ଡାଇରେକ୍ଟ କଥା ହେଇଛନ୍ତି ନା? ନା ମୋର ବ୍ୟକ୍ତିଗତ ସହିତ ତାଙ୍କ ସହିତ ମୋର କୌଣସି ପ୍ରକାର ସମ୍ପର୍କ ନାହିଁ। କିମ୍ବା ରାହୁଲଙ୍କ ସହିତ ବି ସମ୍ପର୍କ ନାହିଁ? କାହା ସହିତ କେବେ ସମ୍ପର୍କ ନାହିଁ। ଆପଣ ଜାଣିଥିବେ ମୁଁ କେବଳ କ୍ରୀଡ଼ା କ୍ଷେତ୍ରରେ ମୋର କେବଳ ଯେତେକ ଅଲିଉଡ଼ର କଳାକାର ଅଛନ୍ତି ତାଙ୍କ ସହିତ ମୋର ବ୍ୟକ୍ତିଗତ ଭାବେ ସାଙ୍ଗସାଥି ଅଛି। ମୋ ବ୍ୟାଚମେଟ୍ କ୍ଲାସମେଟ୍ ସାଙ୍ଗସାଥି ଅଛନ୍ତି, କ୍ରୀଡ଼ା ବିଭାଗର ଯେତେକ ସାଙ୍ଗସାଥି ଅଛନ୍ତି। କିନ୍ତୁ ମୁଁ ଏମିତି ୟୁଟ୍ୟୁବର ଆମର କୌଣସି କଳାକାରକୁ ମୁଁ ଏତେ ଚିହ୍ନେ ନାହିଁ କି ଜାଣେ ନାହିଁ। ଓକେ, ଆପଣ ଯଦି ତୃଷ୍ଣା ଦେଖୁଥିବେ ତାଙ୍କ ପାଇଁ କିଛି ମେସେଜ ଦେବେ? ଦେଖନ୍ତୁ କୃଷ୍ଣାଙ୍କୁ ମୁଁ ବ୍ୟକ୍ତିଗତ ଭାବେ ଏତିକି କହିବି ଯେ ଦେଖନ୍ତୁ ମଣିଷ ଜୀବନରେ ଅନେକ ସମସ୍ୟା ଆସେ। ଆଉ ଏଇଟା ଭଗବାନଙ୍କର ଗୋଟେ କ'ଣ ହେଇପାରେ ମୁଁ କହିପାରିବିନି। ଭଗବାନ ତାକୁ ଆଶୀର୍ବାଦ କରନ୍ତୁ, ତା ଜୀବନ ସୁଖ ଚଲାପଥ ସୁଖମିତ ହେଉ। କାହା ଜୀବନରେ କେତେବେଳେ ଦୁଃଖ ଆସିବ କେହି କହିପାରିବେନି, କାରଣ ଜଣେ ଯେ ଚାଲିଗଲେ ଜୀବନରେ ସବୁ ଶେଷ ହେଇଯିବ ଚରିଯିବ ତା ନୁହେଁ। ଆଉ ଆପଣ ସଂଘର୍ଷ କରନ୍ତୁ, ଆପଣଙ୍କର ବୟସ ଅଛି, ଆପଣ ଆଗକୁ ଆହୁରି ନିଶ୍ଚିତ ବଢ଼ିପାରିବେ। ଯେ ଜୀବନ ଖାଲି ଜଣେ ବାହା ହେଇଗଲେ ସଂସାରିକ ହେଇଗଲେ ଯେ ସାରା ଜୀବନ ଖୁସିରେ ରହିବ ତା ନୁହେଁ। ବିନା ସଂସାରିକ ହେଇକି ବି ସଂସାରରେ ଆଜି ଲୋକ ନିଜର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ବନି ପାରୁଛନ୍ତି। ନବୀନ ପଟ୍ଟନାୟକଙ୍କୁ ଆପଣ ଦେଖନ୍ତୁ, ସିଏମକୁ ଦେଖନ୍ତୁ, ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଦେଖନ୍ତୁ, କିଟର ପ୍ରତିଷ୍ଠା ଦେଖନ୍ତୁ। ମୁଁ ହୁଏ ଅନେକ ବହୁତ ଭଲ ଭଲ ବ୍ୟକ୍ତିତ୍ୱ ଅଛନ୍ତି ଯେ ବିନା ବିବାହ କରିକି ମଧ୍ୟ ଆଜି ସମାଜରେ ନିଜର ପ୍ରତିଷ୍ଠିତ ବ୍ୟକ୍ତି ହେଇପାରିଛନ୍ତି। ତ ସେମିତି ଭାଙ୍ଗି ପଡ଼ନ୍ତୁ ନାହିଁ, ଆଗକୁ ବଢ଼ନ୍ତୁ, ଭଗବାନ ତାକୁ ସାଥ ଦିଅନ୍ତୁ। ଆଉ ଏଇ ଯେଉଁ ବାର ମୋବାଇଲରେ ଯେଉଁ ଭିଡ଼ିଓ କରିକି ପୋଷ୍ଟ କରି କଣ୍ଟ୍ରୋଭର୍ସି କ୍ରିଏଟ୍ କରୁଛନ୍ତି, ଲୋକମାନଙ୍କ ଆଗରେ ଦେଖାଉଛନ୍ତି, ବ୍ୟକ୍ତିଗତ ଭାବେ ଯାହା ଘଟିଯାଇଛି ତାର ଆଉ କେବେ ତାର ପୁନରାବୃତ୍ତି ହେବ ନାହିଁ। ଆଉ ଏହାପରେ ଟିକେ ଦୂରେଇ ରୁହନ୍ତୁ, ନିଜକୁ ସଂଯତରେ ରଖନ୍ତୁ। କାରଣ ଆପଣ ତ ଯାହା ଆପଣ ସ୍ୱାମୀ କୌଣସି ଅକାଳ କାରଣ ଯୋଗୁଁ ଚାଲି ଯାଇଛନ୍ତି, କିନ୍ତୁ ଅନେକ ଅଛନ୍ତି ଯେଉଁମାନଙ୍କ ସ୍ୱାମୀ ଥାଇକି ମଧ୍ୟ ସେମାନେ ଆଜି କଣ୍ଟ୍ରୋଭର୍ସିର ସାମ୍ନା କରୁଛନ୍ତି, କେବେ ନିଜର ସଂସାର କରିପାରିନାହାନ୍ତି। ତ ଅନେକ ଅଛି, ତ ସେଇଥିରେ ଦୂରେଇ ରୁହନ୍ତୁ, ନିଜ ଉପରେ ଫୋକସ୍ କରନ୍ତୁ, ଆଗକୁ ଯିବା ପାଇଁ ଚେଷ୍ଟା କରନ୍ତୁ। ଆପଣ ଲାଗୁନି ଏଇ ଯେଉଁ ପରିବାର କଳି ଭିତରେ ରାହୁଲଙ୍କ ଯେଉଁ ହତ୍ୟାର ନ୍ୟାୟଟା ସେଇଟା କେଉଁଠି ନା କେଉଁଠି ପଛେଇଯିବ? ଦେଖନ୍ତୁ ଏଇ ଉପରେ ଯେଉଁ ଶିକାର ମୁଭି ଆସିଥିଲା ଅର୍ଥ କ'ଣ ଥିଲା? ସେ ହିଁ ଥିଲା ନା, ହତ୍ୟା ହିଁ ଥିଲା ନା। ତ ହତ୍ୟା ଯିଏ କରିଥାଉ ନା କାହିଁକି ତାର ଦିନେ ଦିନେ ପଦାଭାସ ହେଇଥାଏ। ହୁଏତ ସମୟ ଲାଗିପାରେ, କ୍ରାଇମ୍ ବ୍ରାଞ୍ଚ ତାକୁ ତଦନ୍ତ କରିବ, ପୋଲିସ ତାକୁ କରିବ, ବିଭିନ୍ନ ପ୍ରକାର ସେଇଟା କୋର୍ଟ କଚେରୀ କଥା, ସେଇଟା ଟିକେ ସମୟ ଲାଗିବ। କିନ୍ତୁ ତଦନ୍ତ ହେଲେ ନିଶ୍ଚିତ ଭାବେ ପଦାକୁ ଆସିବ। ଆଉ ଯିଏ ବି ଦୋଷୀ ହେବ ନା କାହିଁକି ତାକୁ ଦଣ୍ଡ ମିଳିବ ବୋଲି ମୋର ବିଶ୍ୱାସ। ଓକେ, ଦୁତି ଚାନ୍ଦ ଏଠି ସ୍ପଷ୍ଟ କରୁଛନ୍ତି କି ସେ କମେଣ୍ଟସଟି ସିଏ କରିନଥିଲେ, ତାଙ୍କ ଆଇଡି ଯିଏ ହ୍ୟାଣ୍ଡେଲ୍ କରୁଛନ୍ତି ସିଏ କରିଥିଲେ। ତେବେ ଦୁତି ଚାନ୍ଦ ତୃଷ୍ଣାଙ୍କୁ କରିଥିବା କମେଣ୍ଟ ସମ୍ପୂର୍ଣ୍ଣ ମିଥ୍ୟା, ଏହା କୌଣସି ଅର୍ଥ ରଖୁନାହିଁ। ଆମେ ଓଡ଼ିଶା ପ୍ରଭାବ ତରଫରୁ ଏହା ସ୍ପଷ୍ଟୀକରଣ ଦେଇପାରୁଛୁ।